ନାଇଁ ଓ ମନ୍ତ୍ରୀ ବାବୁ, ତମର ଆମର ତ ସବୁ ଭଲ। ମିଠା ଫିଠା ଖଇଲେ ହୁଅନ୍ତାନି। ବାବାରେ କେତେ ଥର କହିଛି, ନାରୀ ପଛରେ ପଇଲେ ବହୁତ ଆଗକୁ ଯିବୁ। ନାରୀ ପଛରେ ପଇଲେ ବରବାଦ ହେଇଯିବୁ। ଭଗବାନକୁ ମାନରେ ଭଗବାନକୁ ମାନ। ଆଜିର ଜୀବନ କାଲିକି ନାହିଁ। ଏ ଫର ଆପୁଲୁ ଆପୁଲୁ, ଭି ଫର ବାନାନା, ନିଜ ମାଇକିନା ଥାଉ ଥାଉ ପର ମାଇକିନାକୁ ଜମା ଅନାନା। ଖୁମ୍ପା ଖାଇବୁ। ଏଇଭଳିଆ ଚାଲିଥିଲା। ନମସ୍କାର ନମସ୍କାର ଓଡ଼ିଶାବାସୀ ସମସ୍ତଙ୍କୁ ନମସ୍କାର। କେମିତି ଅଛନ୍ତି କାକା? ଭଲ ଅଛି ଆଜ୍ଞା। ଆପଣଙ୍କର ଟେନସନ୍ ଅଫେରା ଓଡ଼ିଶାରେ ଘରେ ଘରେ ପରିଚିତ। ୟାର ମୁଖ୍ୟ କାରଣ ଗୋଟେ କ'ଣ? ମୁଖ୍ୟ କାରଣ ହେଉଛି ଲୋକଙ୍କ ଭଲ ପାଇବା। ଆଉ ସେମାନଙ୍କ ଭଲ ପାଇବା ଅଛି। ସେ ଭିଡ଼ିଓ ସେତିକି ଭଲ ପାଇବା ଦେଲେ, ଡାଇଲଗ୍ ଚାଲିଲା। ଆଉ ଭିଡ଼ିଓ ହାଇଲାଇଟ୍ ଭିତରେ ଡାଇଲଗ୍ ମଧ୍ୟ ଗଲା, ହାଇଲାଇଟ୍ ହେଇଗଲା ଆଉ। କମେଡ଼ି ଯାତ୍ରା କେବେ କେବେ ଆପଣ ଆରମ୍ଭ କଲେ? ଯାତ୍ରା କମେଡ଼ି କଥା କହୁଛନ୍ତି? ଯାତ୍ରା କମେଡ଼ି ସେଟା କେଉଁ ମନ୍ଥ ମୁଁ ଭୁଲିଗଲି। ବାକି ଏଇ ତ ଭିଡ଼ିଓ ହବାର 5 ମାସ ହେଇଛି। ବାକି ଭଲ ଟ୍ରେଣ୍ଡ ତ ଚାଲିଛି ଭିଡ଼ିଓ। ଆଚ୍ଛା, ଯେଉଁ କମେଡ଼ି ଆପଣ ବର୍ତ୍ତମାନ କରୁଛନ୍ତି, ଏଇ ଯେଉଁ ଯାତ୍ରା କମେଡ଼ି ଯାତ୍ରା କେବେଠୁ ଆପଣ ଆରମ୍ଭ କଲେଣି? ଯାତ୍ରା କମେଡ଼ିଟା ନୁହଁ ତ? ନା ନା ଓ ଯାତ୍ରା ମାନେ କମେଡ଼ି ମୋ କମେଡ଼ିର ଯାତ୍ରା। କମେଡ଼ି ଯାତ୍ରା କମେଡ଼ିର ଯାତ୍ରା ମୁଁ ଆରମ୍ଭ କଲିଣି 2015ରୁ। ମାନେ ଷ୍ଟ୍ରଗଲ୍ ଟାଇମ୍ ଯେବେ ଭୁବନେଶ୍ୱର ଗଲି 2015ରେ। ମୁଁ 2015ରେ ମୁଁ ଭୁବନେଶ୍ୱରରେ ଷ୍ଟ୍ରଗଲ୍ କଲି। ଆଉ ସେ ଷ୍ଟ୍ରିଟ୍ ଶୋ କରେ, ଥିଏଟର୍ କରେ। ଥିଏଟର୍ ନାଟକ ପରେ ପରେ ବହୁତ ସାରା ଇଭେଣ୍ଟ ମଧ୍ୟ କରେ। ଆଙ୍କରିଂ ମଧ୍ୟ କିଛି ଦିନ କରିଥିଲି। ତାପରେ ଯେତେବେଳେ କୋଭିଡ଼ ହେଲା, ସିନେମା କରିଥିଲୁ। ଗୋଟେ ସିନେମା ସୁଟ୍ ପରେ ପରେ ମୋ ଯେଉଁ ନ୍ୟୁଜ୍ 7ର ଗୋଟେ ଶୋ ଚାଲିଥିଲା। ତାପରେ କୋଭିଡ଼ ହେଲା, ଗାଁକୁ ଆସିଲି। ତାପରେ ମୁଁ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଲି 2019-20ରେ। ମୁଁ 2019ରେ ମୋର ଭାଇରାଲ୍ ଫାଷ୍ଟ ଲକଡାଉନ୍। ଆଚ୍ଛା, ଭଦ୍ରକରୁ ଭୁବନେଶ୍ୱର ଏଇ ଯାତ୍ରା କେମିତି ହେଲା? ଭଦ୍ରକରୁ ଭୁବନେଶ୍ୱର ଛୁଆଟି ବେଳୁ ପାଗଳାମି। ଅଭିନୟ କରିବାର ପାଗଳାମି ଯେଉଁଟା ଛୁଆଟି ଦିନୁ ଅଭ୍ୟାସ, ମାନେ ଅଧିକା ଥାଏ, ଇଚ୍ଛା ଥାଏ କି ମୁଁ ଅଭିନୟ କେଉଁଠି କେଉଁ ସ୍କୁଲରେ ପାଠ ପଢ଼ା ହେଉଛି, ମୁଁ ଅଭିନୟ ପଢ଼ିବି। ଅଭିନୟ ବିଷୟ ଘରେ କିନ୍ତୁ ଜୋରଦାର ନା, ସେ ପାଠ ପଢ଼ା ଦରକାର ନାହିଁ, ଭଲ ପାଠ ପଢ଼ିବୁ। ଘରେ ସବୁ ଚାହାନ୍ତି କି ଭଲ ପାଠ ପଢ଼ିବୁ, ଭଲ ଚାକିରିଟେ କରିବୁ। ସାଇନ୍ସ କଲି, ବିଏସ୍ସି ମଧ୍ୟ କଣ୍ଟିନ୍ୟୁ କଲି। ବିଏସ୍ସି କରିବା ଭିତରେ ମୁଁ ଯାଇଥିଲି, ସେଠି ଯାଇ ପ୍ରଥମେ ଥିଏଟର୍ କରିଥିଲି। ଥିଏଟର୍ ଶୋ କଲେ। ଥିଏଟର୍ ଶୋ ପରେ ବଞ୍ଚିବା ପାଇଁ ତ ପଇସା ନିହାତି ଆବଶ୍ୟକ। ପଇସା ଆବଶ୍ୟକ ହେଲେ ଓଡ଼ିଶା ଗଭର୍ଣ୍ଣମେଣ୍ଟ ହେଉ, ନହେଲେ ପ୍ରାଇଭେଟ୍ ସେକ୍ଟର, NGO ସେକ୍ଟରରେ ହେଉ, ଯେତିକି ସବୁ ଷ୍ଟ୍ରିଟ୍ ଶୋ ବାହାରେ, ଯେଉଁ ଗାଁ ଗାଁ ବୁଲି ନାଟକ ପ୍ରାୟତଃ କରନ୍ତି, ସେ ନାଟକ ଆମେ କରୁ। ସହରାଞ୍ଚଳରେ ବଜାର ଟାଉନ୍ ଦେଖି ସବୁ ନାଟକ ଯେଉଁ ଶୋ ହୁଏ, ସେଟା ମଧ୍ୟ ଆମେ କରୁ। ତାପରେ ପରେ ପଇସା ରୋଜଗାର ହେଇଯାଏ। ସେଇ ପଇସାରେ ଘର ଭଡ଼ା ହେଇଯାଏ, ସେଇ ପଇସାରେ ଖାଇବା ହେଇଯାଏ, ସେଇ ପଇସାରେ ପୁଣି ନାଟକ ଟିକେ କରୁ। ଆଉ ଏମିତି ଚାଲିଥିଲା କାହାଣୀ। ତାପରେ ତ ଭଗବାନଙ୍କ ଆଶୀର୍ବାଦ, ଯାହା ହଉ ଚାଲିଛି ଠିକ୍ ଠାକ୍। ଆପଣ ଯେଉଁ କମେଡ଼ି କରୁଛନ୍ତି, କାହାକୁ ଦେଖି ବେଶୀ ଇନ୍ସପାୟାର ହେଲେ କି ହଁ ଆମେ ଏଙ୍କର ଭଳିଆ ଟାଇପ୍ର କଲେ ଭଲ ହେବ? ସମସ୍ତେ ସେମାନେ କମେଡ଼ି କରୁଛନ୍ତି ଅବଶ୍ୟ। ମୁଁ ତ ଯେତେବେଳେ ଦେଖିଥିଲି, ମୁଁ ଅଭିନୟ କରିବା ପାଇଁ ଯାଇଥିଲି। କମେଡ଼ିର ମୋତେ ପସନ୍ଦ କଲେ କ'ଣ କି, ମୁଁ ଯେଉଁ ଡ୍ରାମା କଲି ପ୍ରଥମେ ପ୍ରଥମେ ମୋତେ କମେଡ଼ି କ୍ୟାରେକ୍ଟର ଦେଇଥିଲେ। ତାପରେ ମୋତେ ଆଉ କ୍ୟାରେକ୍ଟର କିଛି ମିଳିଲାନି। ମୁଁ ଅଭିନୟ କରିବା ପାଇଁ ଯାଇଥିଲି। ମୋତେ ସବୁ ପ୍ରକାର ଚରିତ୍ର କରିବା ପାଇଁ ଭଲ ଲାଗେ। କିନ୍ତୁ ମୋତେ ଅଧିକା ସାର୍ ମାନେ ଯେତେବେଳେ ଦେଖିଲେ, ହଁ ଗିରିଜା ଏଇ ନାଟକରେ ଗିରିଜା କମେଡ଼ି ପାର୍ଟଟା ହିଁ ସିଏ ଭଲ ଲିଭେଇବ। ତେଣୁକରି ସାର୍ ମାନେ ଯେତେବେଳେ ଦେଇଚାଲେ ପ୍ରତ୍ୟେକ ନାଟକରେ ମୋର କମେଡ଼ି 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 ଚାଲିଲା। କମେଡ଼ି ଚାଲିଲା, ଗୋଟେ ଫର୍ମାଟ୍ ବି କମେଡ଼ି ଟାଇପ୍ର ପଡ଼ିଗଲା। ଏବେ ଏବେ ନୂଆ ନାଟକ କିଛି କରିକି ଆସିଛି, ଯେଉଁଟାରେ ବି ଚରିତ୍ର କିଛି ଲିଭେଇଛି। ଭିଲେନ୍ ଚରିତ୍ର ମଧ୍ୟ କରିଛି। ଲୋକ ବି ଭଲ ପାଇବା ବହୁତ ସାରା ଦେଇଛନ୍ତି। ହେମେନ୍ଦ୍ର ସାର୍ଙ୍କର ବାଲେଶ୍ୱରରେ ପ୍ଲେ ମଧ୍ୟ ହେଇଛି, ରବୀନ୍ଦ୍ର ମଣ୍ଡପରେ ହେଇଛି, ଭଞ୍ଜକଳା ମଣ୍ଡପରେ ହେଇଛି। ବହୁତ ସାରା ଓଡ଼ିଶାର ବହୁତ ଜାଗାରେ ଆମେ କରୁଛୁ। ଦେବଗଡ଼ କତୁରୁ ଆରମ୍ଭ କରି ବହୁତ ଜାଗାରେ ହେଇଛି ଓଡ଼ିଶାରେ। ଆଚ୍ଛା, ଭିଲିଆନ୍ ଡାଇଲଗ୍ରୁ ପଦେ ଭାଇ ହଉ। ଭିଲିଆନ୍ ଭିତରେ ମୁଁ ଇନ୍ସପାୟାର ହେଇଥିଲି ମିନ ସାର୍ଙ୍କର। ତାଙ୍କୁ ଯେତେବେଳେ ଦେଖେ, ପିଲାଦିନୁ ମୁଁ ଭାରି ଜିଦିଆ ଯେ, ତା ପଛରେ ଲାଗିଥାଏ ଲାଗିଥାଏ, ଲାଗି ଲାଗି ପାଏ। ଏବେ 33 ଲକ୍ଷ ଟଙ୍କା ଲୋକ, 33 ଲକ୍ଷ ଟଙ୍କିଆ ଲୋକ ବେ ମୁଁ। ଶଳା 2-4ଟା ନୋଟ୍ ଫୋପାଡ଼ି ଦେଲେ ତ ଗୁନିଆ ଦି ଆସି ମୋ ଘରେ ବାସନ ମାଜିବେ। ସେ ତାଙ୍କୁ ଦେଖି ମୋତେ ଟିକେ ଖୁସି ଲାଗିଥିଲା ଫାଷ୍ଟ। ତାପରେ ରାଇ ଭାଇ, ଲବେଲେ ଆବେ ସିଧା ମାଚିସ୍ କାଠି ଜଳେଇ ଦେବି, ନିଆଁ ଧୂଆଁ ଉଡ଼ିଯିବ, ସେତେବେଳେ କହିବ ରାଇମଣ୍ଡଟା ଭାରି ଦୁଷ୍ଟଟା। ତାଙ୍କୁ ଦେଖିକି ଇନ୍ସପାୟାର ହେଇଥିଲି। ହର ସାର୍, ଆରେ ରେ 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 ରେ, ଏ ବିକୁ
ए प्लस बी रो होल स्क्वायर ए स्क्वायर प्लस बी स्क्वायर प्लस 2ab हा हा तांको देखि इंस्पायर होइतिली नाना पाटकर तांको मध्ये देखिथिले एंती बहुत सारा चरित्र देखि मु तांको फॉलो करथिली ସବୁଠୁ ବେଷ୍ଟ ହଉଥିଲା କାକା 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 କ୍ୟାରେକ୍ଟରଟା ସବୁଠୁ ବେଷ୍ଟ। काका चरित्र होउचंदी मो गुरुदेवଙ୍କର चरित्र कहयाକୁ गले सी पूरा डीप कैरेक्टर नाही ओ मंत्री बाबू तमर आमर तो सब भल मिठा फिठा खइले हंतानी बाबा रे केते थर कहिछि नारी पछरे पहिले बहुत आग को जीवो नारी पछरे पहिले बर्बाद हे जीवो भगवान को मान रे भगवान को मान आजिर जीवन काली की नाही ए फर आपुलु आपुलु भी फर बानाना निज माइकिना थाउ थाउ पर माइकिना को जमा अनाना खुंपा खाइबो एगुला चलथिला ଭାଇ ଆପଣ ତ ରିଏଲ ଲାଇଫରେ ତ ସୁନ୍ଦର ଭାବରେ ଯୋଉ ଆକ୍ଟିଂ କରୁଛନ୍ତି ଆମେ ତ ଦେଖିନୁ କିନ୍ତୁ ରିଏଲ ଲାଇଫରେ ସତରେ କ'ଣ ଆପଣ ଏମିତି କମେଡି କରୁଛନ୍ତି? हाँ रियल लाइफ रे मुझे टिके मजा लिया प्राय मुझे जस समय बसे मुझे मजा ये करने ପାଇଁ चेष्टा करे आ बेले बेले परिस्थिति ଯେତେବେଳେ जटिल हो जाए ସେତେବେଳେ ତ ମନ ଦୁଃଖ ରହିବ ବାକି ସେ ମନ ଦୁଃଖଟା କାହାକୁ ଦେଖିବାକୁ ପଡ଼େନି। ଆପଣଙ୍କ ଫେଭରାଇଟ୍ କମେଡିଆନ୍ କିଏ? फेवरेट कमेडियन गुरु राजू श्रीवास्तव सर से आ दुनिया नहांती ଆପଣଙ୍କ ମନ ଭିତରେ ଫିୟର ଅଛି କି ଏଇ କମେଡି ପ୍ରତି? ସେମିତି ତ ରହିବ ଯାହା ବି ହେଲେ କ୍ୟାମେରା ସାମ୍ନାରେ କରିବା ଆଉ ମଞ୍ଚ ଉପରେ କରିବା ଭିତରେ କହେ କ'ଣ ପାର୍ଥକ୍ୟ? आकाश पाताल फरक एठी हजारे टेक हजारे रिएक्शन केतବେଳେ रिएक्शन भी चेंज हो किंतु लाइव नाटक कर मजाटा निहारी माने पूरा नियारा थाए पूरा नियारा दर्शकों को पूरा सीधा सड़क देखू से मजाटे भी बहुत ये थाए माने आम ये शूटिंग सरला परे वीडियो भाइराल केबे हम लोक भल पाइबा मिल आम खुशी हबू किंतु सेठी जहाँ अभिनय करू सांगे सांगे इंस्टांट रिजल्ट सेटा बढ़िया लगे ताली आसीबो मजा आसीबो ତାଳି କେବେ ଗାଳି ଆସିନି? गाली आसीनी मत सेमती गाली आसी भूल भाल भिडियो करी मुझे जानी शुणी एक्सपेरिमेंटाल भिडियो मोर केतरा थिला से भिडियो गाली आसीला आउ नले गाली एमती आसीनी सब भल पाइबा दियंती ओडिसा रे। ଆପଣଙ୍କର ଯୋଉ ଏବେ ଯୋଉ ଭାଇରାଲ ହେଉଛି ଟେନସନ ଅପେରା ସେଇଠାରୁ ପଦା ଡାଇଲଗ ଜହ୍ନରାଇଜରେ ତତେ ଖୋଜୁଥିଲି ତୁ ମିଳିଗଲୁ ମତେ ଭଲ ପାଏ ବୋଲି ଯେବେ ମୁଁ କହିଲି ନାନୀ ଗୋଇଠା ମାଇଲୁ ମତେ ହେ ନାନୀ ମାଇଲାଲୋ ଆଜି ମମତା ଦିଦିଙ୍କ ବହୁଜନ ବରିଷ୍ଠ ନିର୍ଦ୍ଦେଶିତ ନାଟକ ଆଜି ମୋ ମନ ଭାଙ୍ଗି ଦେଲା ତ ଅଡୁଆ ବାଳ हे अड़ुआ बाल नुह ये ताला ताला ये आज कौन आज हाँ कौन एमती डायलॉग कहूँ भूल भाल कर कि डायलॉग मत कहूनु ना बाबू आज नाटक हो हाथी ने घोड़ा ने मो माइकिना फरदा हो तू जा जल्दी नहीं आसू प्रचारटा सार दूची ଆଜି ଚ୍ୟାଲେଞ୍ଜ ନାଟକ ଆଜି ହାତୀ ନେ ଘୋଡ଼ା ନେ ମୋ ମାଇକିନା ମତେ ଫେରେଇ ଦେ ହୋ ଭାଇନା ହୋ ଭାଇନା ହୋ ଭାଇନା पूरा ये चलो कंटिन्यू 2 मिनट खंड यही डायलॉग बहुत सारा भाइराल